ଆପଣଙ୍କ ଜେଜ ଯୋଉ 10,000 ଟଙ୍କା ନେଇଥିଲେ କି ନ ନେଇଥିଲେ ଜାଣିନାହାନ୍ତି ଆପଣଙ୍କ ପୁରା ଏମିତି ପିଢି ପରେ ପିଢି ସୁଜି ଚାଲିଛି ଆଜ୍ଞା ଆପଣ ମାନେ ସ୍ୱର ଉତ୍ତୋଳନ କରନ୍ତିନି ବିରୋଧ କରନ୍ତିନି ତାଙ୍କୁ କରେ ସେ ଆମକୁ ବାଡଉଛି ଯୋଉ ବାଟରେ ଦେଖିଲେ ଆମକୁ ବାଡିବାକୁ ଆସୁ ଭୟରେ ରହୁଛନ୍ତି ଆଜ୍ଞା ପଦ୍ମକେଶରୀପୁରରୁ ଆସିଲା ଆଉ ଏକ ସୁଧ କାରବାରର ଛାତି ଥରା ଦୃଶ୍ୟ ଆପଣ ଏ ଘରର ଦୃଶ୍ୟ ଯେମିତି ଦେଖୁଛନ୍ତି ଏ ଘରର ମାଲିକଙ୍କ ଅବସ୍ଥା ତାଠାରୁ ଆହୁରି ଦୁର୍ଦିନରେ କଟୁଛି ପ୍ରଦୀପ ଦାସ ଯେ ଘର ମାଲିକ ଅଛନ୍ତି ଏ ଗୋଟେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯିଏକି 10 ବର୍ଷ ତଳେ ତା ବାପାଙ୍କ ଦେହ ଖରାପ ଥିଲା ଯୋଉଥିପାଇଁ 10,000 ଟଙ୍କା ସେ ଧାର କରଜ ହିସାବରେ ଆଣିଥିଲେ କିନ୍ତୁ ବାପାଙ୍କ ମରିବା ପରେ ମଧ୍ୟ ସେ ଟଙ୍କାକୁ ସେ ସୁଜି ଚାଲିଛନ୍ତି ଆହୁରି 10 ଲକ୍ଷ ଟଙ୍କା ନଦେଲେ ଏ ଘର ବା ଏ ଜମି ସେଇ ସୁଧକାର ବା ସେ ମହାଜନ ମାନେ ନେଇଯିବେ ବୋଲି ଧମକ ଦଉଛନ୍ତି ଆଉ ତାର ଚିତ୍ର ମଧ୍ୟ ସେ ନିଜ ମୋବାଇଲରେ କଏଦ କରିଛନ୍ତି ପ୍ରଦୀପ ବାବୁ ଆପଣ ବହୁତ ଦିନ ପରେ ସାହସ ଦେଖେଇକି ଏ କଥା ପଦକୁ ଆଣିଥିବାରୁ ଧନ୍ୟବାଦ ଆପଣ ଭଳି ଏ ସାହିରେ ଆହୁରି ପାଖାପାଖି 100 ଲୋକ ବି ଅଛନ୍ତି କଣ ପୁରା ଘଟଣା ଆଜ୍ଞା ବାପା ନେଇଥିଲେ 10,000 ଟଙ୍କା ଆପଣ ସୁଝୁଛନ୍ତି 10 ଲକ୍ଷ ଟଙ୍କା ଆହୁରି ସୁଝିବେ କେବେ ନେଇଥିଲେ ବାପା ପଇସା 10,000 ଦେହ ଖରାପ ଥିଲା ଆପଣ 10,000 ନେଇଥିଲେ ବାପା କଣ ଅବସ୍ଥା କଣ ବାପା ଆଜ୍ଞା ଗାଡି ଆକ୍ସିଡେଣ୍ଟରେ ଭାଙ୍ଗି ଯାଇଥିଲା ଗୋଡ ଆଜ୍ଞା ଆପଣ 10,000 ଟଙ୍କା ବାବଦ କେତେ ଟଙ୍କା ସୁଝି ସାରିଲେଣି ସୁଝିଛି ଆଜ୍ଞା 80-90 ହଜାର ଟଙ୍କା ସୁଝିଛି ଆଜ୍ଞା 100-20 ଟଙ୍କା ଲେଖା ସୁଝି ଚାଲିଛି ତାପରେ ଏବେ ସୁଦ୍ଧା ବି ସେ କହୁଛନ୍ତି ଏତେ ପଇସା ନଦେଲେ ଆଜ୍ଞା କିନ୍ତୁ ଜାଗା ଛାଡ ତାକୁ ତଥାପି ଆମେ କହିଲୁ ଆଜ୍ଞା ତାକୁ ତଥାପି କହିଲୁ ଯଦି ବାବା ଯେତିକି ନେଇଛନ୍ତି ଆମେ ଏତିକି ଆଜ୍ଞା ଦେବୁ ଆଉ ଦେଇପାରିବୁ ନା ଆମର ଆଉ ଟଙ୍କା ଦରକାର ନାହିଁ କିନ୍ତୁ ଆମର ଜାଗା ଦରକାର ତାପରେ ମାର ଧର ମାରିବି ବାଡେଇବି ଏମିତି କରିକି ଆଜ୍ଞା 50-60 ଜଣ ଦଳ ବଦିକି ଆସିଥିଲେ ଆମେ ବି ଆଜ୍ଞା ଭିଡିଓ କ୍ୟାମେରା କରିବି ଆଜ୍ଞା ରଖିଛୁ ମୋବାଇଲରେ ତାଙ୍କ ହିସାବରେ ଆପଣ ସେ କେତେ ଟଙ୍କା ପାଇବେ ସେ ବା ଆଜ୍ଞା ଆଉ ଯେତିକି ପଇସା ଆମେ ଦେବା କଥା ସେ ରାଜି ହଉନାହାନ୍ତି କେତେ କହୁଛନ୍ତି ଆପଣ କହୁଛନ୍ତି ଆହୁରି 10-15 ଲକ୍ଷ ଟଙ୍କା ନଦେଲେ ଆମେ ଛାଡିବୁ ନହେଲେ ଆମର ଜାଗା ଦେଇଦିଅ ଆମେ ଜାଗା ଟଙ୍କା ବି ନେବାର ନାହିଁ କିନ୍ତୁ କହୁଛି ଆମେ ଜାଗା ନେବୁ ଟଙ୍କା ଦେଲେ ବି ନବାନି ଆଜ୍ଞା ଆପଣ ଏତେ ଟଙ୍କା କେମିତି ଆଣିକି ଦେବେ କୋଉଠି ଆଜ୍ଞା ଆଣିବା ଆଜ୍ଞା ଆମର ତ ଅବସ୍ଥା ଏଇଭଳିଆ ଦେଖୁଛନ୍ତି ଦିନେ ଖାଇଲେ ଦିନେ ଉପବାସ ଆଜ୍ଞା ତା ଭିତରେ ଆଜ୍ଞା ଆଉ କରିବା କଣ ଆମେ କୋଉଠି ପାଇବି ଏତେ ଟଙ୍କା ଆଜ୍ଞା ପରିବାର କେତେ ଜଣ ଆମର ଆଜ୍ଞା ଆମର ସ୍ୱାମୀ ସ୍ତ୍ରୀ ଆମେ ଝିଅ କରିକି ଆମେ 5 ଜଣ ତାପରେ ସାନ ଭାଇର ତାଙ୍କର 4 ଜଣ କଣ କରନ୍ତି ଆପଣ ମାନେ ଚେରମୂଳି ବେପାର ଆଜ୍ଞା ଆগে ତ ସାପ ଚାଲୁଥିଲା ଆগে ତ ଗଭର୍ଣ୍ଣମେଣ୍ଟ ସବୁ ବନ୍ଦ କରିଦେଲେ ଏବେ ଆଜ୍ଞା ଚେରମୂଳି ବେପାର ନହେଲେ ଆଜ୍ଞା କାମ ଧନ୍ଦାକୁ ଚାଲୁଛି ଆଜ୍ଞା ଚେରମୂଳି ବେପାର ଯେତିକି ପଇସା ଆସୁଛି ସେ ପଇସା ଗୋଟେ ଗୋଟେ କରି ଦେଇକି ଆପଣ ସୁଝିବା ପାଇଁ ଚାହୁଁଛନ୍ତି 90,000 ସୁଝି ସାରିଲେ ଆଜ୍ଞା ଆହୁରି 10 ଲକ୍ଷ 15 ଲକ୍ଷ ନଦେଲେ ଜାଗା ନେଇଯିବ ଆଜ୍ଞା ଆପଣ କଣ କରନ୍ତି ଆଜ୍ଞା ମୁଁ ବି କାମ ଧନ୍ଦା କରୁଛି ଆଜ୍ଞା ବାଲି ସିମେଣ୍ଟ କାମ ବୁଝାଇନି କାଏ ସେ ମୋ ଝିଅ ଆଜ୍ଞା ଆଜ୍ଞା ପଇସା ଦେଲା ପରେ ବି ଆଜ୍ଞା 20 ଟଙ୍କା ସୁଧ ନେଇକି ଆଜି ବାପା ମଲା 8 ବର୍ଷ ହବ ତା ଆଗରେ ଆଜ୍ଞା ପଇସା ଦେଇଛୁ ଆମେ 15 ବର୍ଷ ହବ ଆମ ଝିଅଟା ଆଜ୍ଞା 4-5 ବର୍ଷ ହେଇଥିଲା ଏପର୍ଯ୍ୟନ୍ତ ବି କହୁଛି ତ ବର୍ତ୍ତମାନ ଏ ଯୋଉ ଗରିବ ଲୋକଙ୍କ କାହାଣୀ ଆପଣ ଦେଖିଲେ କେମିତି ତାଙ୍କୁ ଶୋଷଣ କରାଯାଉଛି ଏ ଝିଅଟି ତାଙ୍କର ଝିଅ ଯେ କି ୟାଙ୍କର ବାପା ପ୍ରଦୀପ ଦାସଙ୍କ ବାପା ନେଇଥିଲେ ସୁଧରେ ତାକୁ ପ୍ରଦୀପ ସୁଝୁଛନ୍ତି ତାପରେ ଆପଣ 15 ଲକ୍ଷ ଟଙ୍କା ଦେବେ ଆପଣ ବି ସୁଝିବେ ବାପାଙ୍କ ପରେ ଜେଜେଙ୍କ ପଇସା ଆପଣ ବି ସୁଝିବେ ସେ କଣ ଆସିକି ଧମକ ଆପଣଙ୍କୁ ଦଉଛି ଘର ଭିତରେ କହୁଛି ବାହାରକୁ ଗଲେ ସେ ବାଡିବ ଆଣିଦବ ଏମିତି ଧମକ ଦଉଛି ଆପଣଙ୍କୁ ଆସିକି ମାରପିଟ କରୁଛନ୍ତି ଘର ଭିତରେ ଆପଣ ବାଡିଛନ୍ତି ଆଜ୍ଞା ସେଦିନ ଆସିଥିଲେ କେତେ ଲୋକ ଆସିଥିଲେ 7 ଜଣ 15 ଜଣ ଖିଆ ହବ ମାନେ ଆପଣଙ୍କ ଜେଜ ଯୋଉ 10,000 ଟଙ୍କା ନେଇଥିଲେ କି ନ ନେଇଥିଲେ ଜାଣିନାହାନ୍ତି ଆପଣଙ୍କ ପୁରା ଏମିତି ପିଢି ପରେ ପିଢି ସୁଜି ଚାଲିଛି ଆଜ୍ଞା ଆପଣ ମାନେ ସ୍ୱର ଉତ୍ତୋଳନ କରନ୍ତିନି ବିରୋଧ କରନ୍ତିନି ତାଙ୍କୁ କରେ ସେ ଆମକୁ ବାଡଉଛି ଯୋଉ ବାଟରେ ଦେଖିଲେ ଆମକୁ ବାଡିବାକୁ ଆସୁ ଭୟରେ ରହୁଛନ୍ତି ଆଜ୍ଞା ଓକେ ତ ଏ ପୁରା ଘଟଣା ପରେ ବର୍ତ୍ତମାନ ହାଇକୋର୍ଟର ଆଡଭୋକେଟ ଯିଏ ଅଛନ୍ତି ସନ୍ଦୀପନ ସେ ବର୍ତ୍ତମାନ ସୁଦ୍ଧା ପହଞ୍ଚନ୍ତି ଯେ ଲୋକଙ୍କ କମ୍ପ୍ଲେନ କୁ ନେଇକି ପୁଲିସର ଦୃଷ୍ଟି ଆକର୍ଷଣ କରିବେ ସନ୍ଦୀପନ ବାବୁ ଆପଣ ଏ ଖବର ପାଇକି କନକ ନ୍यूज ଦେଖିକି ଘଟଣାସ୍ଥଳରେ ପହଞ୍ଚନ୍ତି ମୁଁ ଆପଣଙ୍କୁ ସାଧୁବାଦ ଜଣାଉଛି ଏ ଲୋକଙ୍କ କମ୍ପ୍ଲେନ ଏଗେନଷ୍ଟରେ କି ପ୍ରକାର ଆକ୍ସନ ହବା ଦରକାର ଆଜ୍ଞା फर्स्ट ऑफ ऑल एटा पुलिस को सो मोटो क्रिमिनल कंप्लेंट नहीं की एमती एंटी सोशल एलिमेंट्स को अगेंस्ट एक्शन नबा कथा नंबर 1 नंबर 2 एमानंकर प्रति मुहूर्त रे एक्टिविटीज को मॉनिटर करिकी लोक मानकर कंप्लेंट निजे आसिकी नहीं की से जो माने लोक इन्वॉल्व अछंती एक्सटॉर्शन रे 384 पके की 506 पके की एमानंकु जुडिशियल कस्टडी को इमिडिएटली नबा कथा आपण प्रैक्टिस कलेनी हाईकोर्ट रे केबे एमती केस देखिचंती जे जणे पैसा नैथिला 10,000 टका नैथिला ता पई ता पीढ़ी पर पीढ़ी सुझी 15 लाख नदेले ए घर पळैबो नो 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 आज का डेट रे एमती मु केबे भी एमती केस रे मु केबे आसिनी केबे सुनियाउ पाइनी एटा टोटली एटा एक्सटॉर्शन और टोटली क्रिमिनल इंटिमिडेशन रे ग्रुप ने कि आपण पुलिस कमिश्नर को भेटी छंती कोन लिखि छंती आपण कंप्लेन ने आपण मोर कंप्लेन रे लिखि जी कि जो माने पद्मकेशरीपुर साहिर बासिंदा जो माने अछंती तांको प्रोटेक्शन दिया जाओ आउ एंटी सोशल एलिमेंट्स जो माने अछंती इन्वॉल्व अछंती जो माने लोन देई की माने पैसा नै की
जो माने पैसा नियंती पैसा तो वसूली करछंदी एक्सटॉर्शन करछंदी तांका अगेंस्ट क्रिमिनल एक्शन नबा केवल प्रदीप दास को केस स्टडी नेबे ना ए भितरे पाखापाखि शताधिक लोक अछन समस्त वर्तमान अछंती एबे टाइम आसिलानी समस्त एकजुट हेकी आसंतु आईन रो सहारा नियंतु आईन सब बेले अछि आपण मन पाखरे तो ये जो घटना वर्तमान सुधा घटी जे देखिबा ए व्यक्ति विशेषकर पाखापाखि 2 दिन होला चुली जलिनी जेते पैसा से माने इनकम करती से पैसा को गोटी गोटी करी संचय करती निजर झाड़ बुआ धन को एकाठी करिकी 80,000 टंका सुझी सारछंती किंतु ता परे मध्य एमानक दौरात्मक केमती बढ़ी दादागिरी केमती चली एठी 15 लाख नदेले तांको जमी पळेबो तो देखिबार कथा होची जे आईन तांको केमिति न्याय दउची केमन रश्मिक सौभाग्य परिडा कनक न्यूज।